ଓଡ଼ିଶାବାସୀ, ମୁଁ ରାଜେଶ କୁମାର ସିଂହ ଆପଣମାନଙ୍କୁ ସ୍ୱାଗତ ଜଣାଉଅଛି ଶ୍ରୀମଦ୍ ଭାଗବତ ଗୀତାର ଚତୁର୍ଥ ଅଧ୍ୟାୟକୁ। ଶ୍ରୀ ଭଗବାନ କହିଲେ, ମୁଁ ଏହି ଅବିନାଶୀ ଯୋଗ ସୂର୍ଯ୍ୟଙ୍କୁ କହିଥିଲି। ସୂର୍ଯ୍ୟ ନିଜର ପୁତ୍ର ବୈବସ୍ୱତ ମନୁଙ୍କୁ ତାହା କହିଥିଲେ ଏବଂ ମନୁ ନିଜର ପୁତ୍ର ରାଜା ଇକ୍ଷ୍ୱାକୁଙ୍କୁ ତାହା କହିଥିଲେ। ହେ ପରନ୍ତପ ଅର୍ଜୁନ, ଏପରି ଭାବରେ ପରମ୍ପରାରୁ ପ୍ରାପ୍ତ ଏହି ଯୋଗ ରାଜମହର୍ଷିମାନେ ଜାଣିଥିଲେ, କିନ୍ତୁ ତାପରେ ସେହି ଯୋଗ ବହୁକାଳରୁ ଏହି ପୃଥିବୀ ଲୋକର ଲୁପ୍ତ ପ୍ରାୟ ହୋଇଯାଇଛି। ତୁମେ ମୋର ଭକ୍ତ ଓ ପ୍ରିୟ ସଖା, ଏଣୁ ସେହି ପୁରାତନ ଯୋଗ ହିଁ ଆଜି ମୁଁ ତୁମକୁ କହିଦେଲି, କାରଣ ଏହା ହେଉଛି ଅତ୍ୟନ୍ତ ଉତ୍ତମ ରହସ୍ୟ ଅର୍ଥାତ୍ ଗୁପ୍ତ ରଖିଥିବା ଜାଗା ଯୋଗ୍ୟ ବିଷୟ। ଆପଣଙ୍କର ଜନ୍ମ ତ ଅବିଚନ ଏବେ ହୋଇଛି ଏବଂ ସୂର୍ଯ୍ୟଙ୍କର ଜନ୍ମ ବହୁ ପୁରାତନ ଅର୍ଥାତ୍ କଳ୍ପରୁ ଆରମ୍ଭରେ ହୋଇଥିଲା। ତେଣୁ ଆପଣ କଳ୍ପର ଆରମ୍ଭରେ ସୂର୍ଯ୍ୟଙ୍କୁ ଏହି ଯୋଗ କହିଥିଲେ ବୋଲି ମୁଁ କିପରି ବୁଝିପାରିବି? ଶ୍ରୀ ଭଗବାନ କହିଲେ, ହେ ପରନ୍ତପ ଅର୍ଜୁନ, ମୋର ଓ ତୁମର ଅନେକ ଜନ୍ମ ଅତିବାହିତ ହୋଇସାରିଛି। ତୁମେ ସେସବୁ ଜାଣ ନାହିଁ, କିନ୍ତୁ ମୁଁ ଜାଣେ। ମୁଁ ଅଜନ୍ମା ଏବଂ ଅବିନାଶୀ ସ୍ୱରୂପ ହୋଇଥିଲେ ମଧ୍ୟ ଏବଂ ସମସ୍ତ ପ୍ରାଣୀମାନଙ୍କର ଈଶ୍ୱର ହୋଇଥିଲେ ମଧ୍ୟ ନିଜ ପ୍ରକୃତିକୁ ଅଧୀନ କରି ନିଜ ଯୋଗ ମାୟା ବଳରେ ପ୍ରକଟ ହୋଇଥାଏ। ହରି ଓମ୍। ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ହେ ଭାରତ, ଯେଉଁ ଯେଉଁ ସମୟରେ ଧର୍ମର ଅବକ୍ଷୟ ହୁଏ ଏବଂ ଅଧର୍ମର ବୃଦ୍ଧି ହୁଏ, ସେହି ସମୟରେ ମୁଁ ନିଜର ରୂପ ସୃଷ୍ଟି କରିଥାଏ, ଅର୍ଥାତ୍ ସାକାର ସ୍ୱରୂପରେ ଲୋକମାନଙ୍କ ସମ୍ମୁଖରେ ପ୍ରକଟ ହୁଏ। ସାଧୁ ପୁରୁଷମାନଙ୍କୁ ଉଦ୍ଧାର କରିବା ପାଇଁ, ପାପୀମାନଙ୍କୁ ବିନାଶ କରିବା ପାଇଁ ଏବଂ ଧର୍ମ ସଂସ୍ଥାପନା କରିବା ପାଇଁ ମୁଁ ଯୁଗେ ଯୁଗେ ପ୍ରକଟ ହୋଇଥାଏ। ହେ ଅର୍ଜୁନ, ମୋର ଜନ୍ମ ଏବଂ କର୍ମ ଦିବ୍ୟ ଅର୍ଥାତ୍ ନିର୍ମଳ ଏବଂ ଆଲୌକିକ ବୋଲି ଯେଉଁ ମନୁଷ୍ୟ ତତ୍ତ୍ୱ ଜାଣିପାରେ, ସେ ଶରୀର ତ୍ୟାଗ କରି ପୁନର୍ଜନ୍ମ ପାଏ ନାହିଁ, ସେ ମୋତେ ହିଁ ପାଇଯାଏ। ପୂର୍ବ କାଳରେ ବି ଯେଉଁମାନଙ୍କର ରାଗ, ଭୟ, କ୍ରୋଧ ସର୍ବଥା ନଷ୍ଟ ହୋଇଯାଇଥିଲା ଏବଂ ଯେଉଁମାନେ ମୋ ଠାରୁ ଅନନ୍ୟ ପ୍ରେମପୂର୍ବକ ତନ୍ମୟ ହୋଇ ରହିଥିଲେ, ମୋତେ ଆଶ୍ରୟ କରି ରହିଥିବା ସେହିସବୁ ଭକ୍ତ ଉପରୋକ୍ତ ଜ୍ଞାନ ରୂପକ ତତ୍ପରା ପବିତ୍ର ହୋଇ ମୋର ସ୍ୱରୂପ ପ୍ରାପ୍ତ ହୋଇସାରିଛନ୍ତି। ହେ ଅର୍ଜୁନ, ଯେଉଁ ଭକ୍ତମାନେ ମୋତେ ଯେଉଁପରି ଭଜନ କରନ୍ତି, ମୁଁ ସେମାନଙ୍କୁ ସେହିପରି ଭଜନ କରେ, କାରଣ ମନୁଷ୍ୟମାନେ ସବୁ ପ୍ରକାର ମୋର ହିଁ ମାର୍ଗ ଅନୁସରଣ କରନ୍ତି। ଏହି ମନୁଷ୍ୟ ଲୋକରେ କର୍ମଫଳ ଆକାଂକ୍ଷା କରୁଥିବା ଲୋକେ ଦେବତାମାନଙ୍କୁ କର୍ମରୁ ଉତ୍ପନ୍ନ ହେଉଥିବା ସିଦ୍ଧି ଶୀଘ୍ର ମିଳିଯାଏ। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଏହି ଚାରି ବର୍ଣ୍ଣର ସମୂହ ଗୁଣ ଓ କର୍ମର ବିଭାଗ ପୂର୍ବକ ମୋ ଦ୍ୱାରା ରଚିତ ହୋଇଛି। ଏପରି ଭାବରେ ମୁଁ ସେହି ସୃଷ୍ଟିର ନାଦି କର୍ମର କର୍ତ୍ତା ଅବିନାଶୀ ପରମେଶ୍ୱରଙ୍କୁ ବସ୍ତୁତଃ ଅକର୍ତ୍ତା ବୋଲି ହିଁ ଜାଣ। କର୍ମ ଫଳରେ ମୋର ସ୍ପୃହା ନାହିଁ, ତେଣୁ ମୋତେ କର୍ମ ମାନେ ଲିପ୍ତ କରନ୍ତି ନାହିଁ। ଯିଏ ମୋତେ ଏହିପରି ତତ୍ତ୍ୱତା ଜାଣିପାରନ୍ତି, ସେ ମଧ୍ୟ କର୍ମମାନଙ୍କ ଦ୍ୱାରା ବାନ୍ଧି ହୁଅନ୍ତି। ପୂର୍ବ କାଳର ମୁମୁକ୍ଷୁମାନେ ମଧ୍ୟ ଏହା ଜାଣି କର୍ମ କରିଥିଲେ। ତେଣୁ ପୂର୍ବଜନ୍ମ ମାନଙ୍କ ଦ୍ୱାରା ଆଦିକାଳରୁ କରାଯାଇଥିବା କର୍ମ ହିଁ କର। କର୍ମ କ'ଣ ଏବଂ ଅକର୍ମ କ'ଣ, ତାହା ନିଶ୍ଚୟ କରିବା ବେଳେ ତେଣୁ ମୁଁ ତୁମକୁ ସେହି କର୍ମ ତତ୍ତ୍ୱ ଭଲ ଭାବରେ ବୁଝାଇ ଦେବି, ଯାହା ଜାଣିଲେ ତୁମେ ଅଶୁଭରୁ ଶୁଭ ଅର୍ଥାତ୍ କର୍ମବନ୍ଧନରୁ ମୁକ୍ତ ହୋଇଯିବ। କର୍ମର ସ୍ୱରୂପକୁ ଜାଣିବା ଉଚିତ ଏବଂ ଅକର୍ମର ସ୍ୱରୂପ ବି ଜାଣିବା ଉଚିତ ତଥା ବିକର୍ମର ସ୍ୱରୂପ ମଧ୍ୟ ଜାଣିବା ଉଚିତ, କାରଣ କର୍ମର ଗତି ବଡ଼ ଗହନ। ଜୟ ଜଗନ୍ନାଥ। ଯେ କର୍ମରେ ଅକର୍ମ ଦର୍ଶନ କରନ୍ତି ଏବଂ ଅକର୍ମରେ କର୍ମ ଦର୍ଶନ କରନ୍ତି, ସେ ମନୁଷ୍ୟମାନେ ମଧ୍ୟରେ ବୁଦ୍ଧିମାନ ଏବଂ ସେହି ଯୋଗୀ ସମସ୍ତେ କର୍ମ କରିଥାନ୍ତି। ଯାହାଙ୍କର ସମସ୍ତ ଶାସ୍ତ୍ର ସମ୍ମତ କର୍ମ କାମନା ଶୂନ୍ୟ ଓ ସଂକଳ୍ପ ଶୂନ୍ୟ ହୋଇଥାଏ,
ତାହା ଯାହାଙ୍କର ସମସ୍ତ କର୍ମ ଜ୍ଞାନ ରୂପକ ଅଗ୍ନି ଦ୍ୱାରା ଭସ୍ମ ହୋଇଯାଇଛି, ସେହି ମହାପୁରୁଷଙ୍କୁ ଜ୍ଞାନୀମାନେ ମଧ୍ୟ ପଣ୍ଡିତ ବୋଲି କହନ୍ତି। ଯେଉଁ ପୁରୁଷ ସମସ୍ତ କର୍ମରେ ଏବଂ ତାହାର ଫଳରେ ସର୍ବଦା ଆସକ୍ତି ତ୍ୟାଗ କରି ସଂସାରର ଆଶ୍ରୟରୁ ରହିତ ହୋଇଯାଇଛନ୍ତି ଏବଂ ପରମାତ୍ମାଙ୍କ ଠାରେ ନିତ୍ୟ ତୃପ୍ତ ହୋଇ ରହିଛନ୍ତି, ସେ କର୍ମରେ ଭଲ ଭାବରେ ପ୍ରବୃତ୍ତ ହୋଇ ମଧ୍ୟ ବସ୍ତୁତଃ କିଛି ବି କରନ୍ତି ନାହିଁ। ଯେ ଅନ୍ତଃକରଣ ଓ ଇନ୍ଦ୍ରିୟମାନଙ୍କ ସହିତ ଶରୀରକୁ ଜୟ କରିନେଇଛନ୍ତି, ଯେ ସମସ୍ତ ଭୋଗ ସାମଗ୍ରୀ ପରିତ୍ୟାଗ କରିଦେଇଛନ୍ତି, ସେହି ଆକାଶ ରହିତ ପୁରୁଷ କେବଳ ଶରୀର ସମ୍ବନ୍ଧୀୟ କର୍ମ କରୁଥିଲେ ମଧ୍ୟ ପାପ ଭୋଗୀ ହୁଅନ୍ତି ନାହିଁ। ଯେ ବିନା ଇଚ୍ଛାରେ ସ୍ୱତଃ ମିଳୁଥିବା ପଦାର୍ଥର ସଦା ସନ୍ତୁଷ୍ଟ ରହନ୍ତି, ସେ ସର୍ବଦା ଈର୍ଷା ଶୂନ୍ୟ ହୋଇଯାଇଛନ୍ତି। ଯେ ହର୍ଷ ଶୋକ ଆଦି ଦ୍ୱନ୍ଦ୍ୱରୁ ସର୍ବଦା ଅତୀତ ହୋଇଯାଇଛନ୍ତି, ସିଦ୍ଧି ଓ ଅସିଦ୍ଧିରୁ ସମ ରହୁଥିବା ସେହି କର୍ମଯୋଗୀ କର୍ମ କରି ମଧ୍ୟ ସେଥିରେ ବାନ୍ଧି ହୁଅନ୍ତି ନାହିଁ, ଅର୍ଥାତ୍ ସେ କର୍ମ ବନ୍ଧନରେ ପଡ଼ନ୍ତି ନାହିଁ। ଯାହାଙ୍କର ଆସକ୍ତି ସର୍ବଦା ନଷ୍ଟ ହୋଇଯାଇଛି, ସେ ଦେହାଭିମାନ ଓ ମମତ୍ୱର ରହିତ ହୋଇଯାଇଛନ୍ତି। ଯାହାଙ୍କ ଚିତ୍ତ ନିରନ୍ତର ପରମାତ୍ମାଙ୍କ ଜ୍ଞାନରେ ଲାଗି ରହିଛି, କେବଳ ଯଜ୍ଞ ସମ୍ପାଦନ ଭିତ୍ତି କର୍ମ କରୁଥିବା ସେହି ମନୁଷ୍ୟଙ୍କର ସକଳ କର୍ମ ଭଲ ଭାବରେ ବିଲୀନ ହୋଇଯାଏ। ଯେଉଁ ଯଜ୍ଞରେ ଅର୍ପଣ ଅର୍ଥାତ୍ ଶ୍ରୁବ ଆଦି ଉପକରଣ ମଧ୍ୟ ବ୍ରହ୍ମ ଏବଂ ହବନ ଯୋଗ୍ୟ ଦ୍ରବ୍ୟ ମଧ୍ୟ ବ୍ରହ୍ମ ତଥା ବ୍ରହ୍ମ ରୂପକ କର୍ତ୍ତାଙ୍କ ଦ୍ୱାରା ବ୍ରହ୍ମ ରୂପକ ଅଗ୍ନିରେ ଆହୁତି ଦାନ ରୂପକ କ୍ରିୟା ମଧ୍ୟ ବ୍ରହ୍ମ, ସେହି ବ୍ରହ୍ମ କର୍ମରେ ସ୍ଥିତ ରହୁଥିବା ଯୋଗୀଙ୍କ ଦ୍ୱାରା ପାଇବା ଯୋଗ୍ୟ ଫଳ ମଧ୍ୟ ବ୍ରହ୍ମ ହିଁ ଅଟେ। ଅନ୍ୟ କେତେକ ଯୋଗୀ ଦେବତାଙ୍କର ପୂଜନ ରୂପକ ଯଜ୍ଞକୁ ହିଁ ଭଲ ଭାବରେ ଅନୁଷ୍ଠାନ କରନ୍ତି ଏବଂ ଏହାକୁ ଅନ୍ୟ କେତେକ ଯୋଗୀ ପରଂବ୍ରହ୍ମ ପରମାତ୍ମ ରୂପକ ଅଗ୍ନିରେ ଅଭେଦ ଦର୍ଶନ ରୂପକ ଯଜ୍ଞ ଦ୍ୱାରା ହିଁ ଆତ୍ମ ରୂପକ ଯଜ୍ଞକୁ ହବନ କରନ୍ତି। ଅନ୍ୟ ଯୋଗୀମାନେ ସ୍ରୋତ ଆଦି ଇନ୍ଦ୍ରିୟମାନଙ୍କୁ ସଂଯମ ରୂପକ ଅଗ୍ନିମାନଙ୍କରେ ହୋମ କରନ୍ତି ଏବଂ ଆଉ କେତେକ ଯୋଗୀ ଶତାବ୍ଦୀ ବିଷୟମାନଙ୍କୁ ଇନ୍ଦ୍ରିୟ ରୂପକ ଅଗ୍ନିମାନଙ୍କରେ ହୋମ କରନ୍ତି। ଅନ୍ୟ ଯୋଗୀମାନେ ଇନ୍ଦ୍ରିୟମାନଙ୍କର ସମସ୍ତ କ୍ରିୟା ଏବଂ ପ୍ରାଣମାନଙ୍କର ସମସ୍ତ କ୍ରିୟା ଜ୍ଞାନ ଦ୍ୱାରା ପ୍ରକାଶିତ ଆତ୍ମସଂଯୋଗ ଯୋଗ ରୂପକ ଅଗ୍ନିରେ ହୋମ କରିଦିଅନ୍ତି। କେତେକ ପୁରୁଷ ଦ୍ରବ୍ୟ ସମ୍ବନ୍ଧୀୟ ଯଜ୍ଞ କରନ୍ତି, କେତେକ ତପସ୍ୟା ରୂପକ ଯଜ୍ଞ କରନ୍ତି, ତଥା ଆଉ କେତେକ ଯୋଗ୍ୟ ରୂପକ ଯଜ୍ଞ କରନ୍ତି। ପୁଣି ଆଉ କେତେବେଳେ ଅହିଂସାବାଦୀ ତୃଷ୍ଣବୃତ୍ତରେ ଯୁକ୍ତ ପ୍ରଯକ୍ତଶୀଳ ପୁରୁଷ ସାଧନା ରୂପକ ଜ୍ଞାନ ଯୁକ୍ତ କରନ୍ତି। ଅନ୍ୟ କେତେକ ଯୋଗୀ ଅପାନୁବାୟୁରେ ପ୍ରାଣବାୟୁକୁ ହବନ କରନ୍ତି। ସେହିପରି ଅନ୍ୟ ଯୋଗୀମାନେ ପ୍ରାଣବାୟୁରେ ଅପାନୁବାୟୁକୁ ହବନ କରନ୍ତି। ତଥା ଅନ୍ୟ କେତେକ ନିୟମିତ ଆହାର କରୁଥିବା ପ୍ରାଣାୟାମ ପରାୟଣ ପୁରୁଷ ପ୍ରାଣ ଅପମାନର ଗତି ରୋଧ କରି ପ୍ରାଣୀମାନଙ୍କର ହିଁ ହବନ କରନ୍ତି। ଏହି ସମସ୍ତ ସାଧକ ଯଜ୍ଞ ଦ୍ୱାରା ପାପ ନାଶ କରାଇ ଦିଅନ୍ତି। ଏମାନେ ଯଜ୍ଞର ଜ୍ଞାତା ଅଟନ୍ତି। ହେ କୁରୁଶ୍ରେଷ୍ଠ ଅର୍ଜୁନ, ଯଜ୍ଞରୁ ବଳିଥିବା ଅମୃତ ସେବନ କରୁଥିବା ଯୋଗୀମାନେ ସନାତନ ପରଂବ୍ରହ୍ମ ପରମାତ୍ମାକୁ ପ୍ରାପ୍ତି ହୁଅନ୍ତି ଏବଂ ଯଜ୍ଞ କରୁନଥିବା ପୁରୁଷ ପାଇଁ ତ ଏହି ମନୁଷ୍ୟ ଲୋକ ମଧ୍ୟ ସୁଖଦାୟକ ନୁହେଁ, ପରଲୋକ ବା କିପରି ସୁଖଦାୟକ ହୋଇପାରିବ? ଏହିପରି ଆହୁରି ବହୁ ପ୍ରକାର ଯଜ୍ଞ ବେଦବାଣୀ ଦ୍ୱାରା ବିସ୍ତାରିତ ଭାବରେ କୁହାଯାଇଛି। ସେସବୁ ମନ, ଇନ୍ଦ୍ରିୟ ଏବଂ ଶରୀର କ୍ରିୟା ଦ୍ୱାରା ସମ୍ପନ୍ନ ହୁଏ ବୋଲି ଜାଣ। ଏହିପରି ତତ୍ତ୍ୱତା ଜାଣି ଯଜ୍ଞ ନିମିତ୍ତ କାର୍ଯ୍ୟାନୁଷ୍ଠାନ କର୍ମାନୁଷ୍ଠାନ କଲେ ତୁମେ କର୍ମ ବନ୍ଧନରୁ ସର୍ବଦା ମୁକ୍ତ ହୋଇଯିବ। ହେ ପରନ୍ତପ ଅର୍ଜୁନ, ଦ୍ରବ୍ୟମୟ ଯଜ୍ଞ ଅପେକ୍ଷା ଜ୍ଞାନ ଯଜ୍ଞ ଅତ୍ୟନ୍ତ ଶ୍ରେଷ୍ଠ। କାରଣ କୌଣସି ପ୍ରକାର କର୍ମ ହେଉନା କାହିଁକି, ସକଳ କର୍ମ ପରିସମାପ୍ତି ଜ୍ଞାନରେ ହୋଇଥାଏ। ସେହି ଜ୍ଞାନକୁ ତୁମେ ଚତୁର୍ଦଶୀ ଜ୍ଞାନୀମାନଙ୍କର ନିକଟରୁ ଯାଇ ବୁଝ, ତାଙ୍କୁ ଭଲ ଭାବେ ଦଣ୍ଡବତ୍ ପ୍ରଣାମ କରି ସେବା କରିବ
ଏବଂ କପଟ ତ୍ୟାଗ କରି ସରଳତା ପୂର୍ବକ ପ୍ରଶ୍ନ କଲେ ଭଲ ଭାବରେ ପରମାତ୍ମା ପ୍ରାପ୍ତି ତତ୍ତ୍ୱ ଜାଣିଥିବା ସେଇ ଜ୍ଞାନୀ ମହାନ ଆତ୍ମା ମାନେ ତୁମକୁ ତତ୍ତ୍ୱଜ୍ଞାନ ଉପଦେଶ ଦେବେ, ଯାହା ଜାଣି ତୁମେ ଆଉ ଏହିପରି ମୋହ ପ୍ରାପ୍ତ ହେବ ନାହିଁ। ତଥା ହେ ଅର୍ଜୁନ, ସେହି ଜ୍ଞାନ ଦ୍ୱାରା ତୁମେ ସକଳ ଭୂତଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରଥମେ ନିଜଠାରେ ଏବଂ ପରେ ମୋ ଠାରେ ଅର୍ଥାତ୍ ସଚ୍ଚିଦାନନ୍ଦ ପରମାତ୍ମାଙ୍କ ଠାରେ ଦେଖିବ। ଜୟ ଜଗନ୍ନାଥ। ଯଦି ତୁମେ ସମସ୍ତ ପାପୀଙ୍କ ଠାରୁ ମଧ୍ୟ ଅଧିକ ପାପୀ ହୋଇଯାଅ, ତେବେ ମଧ୍ୟ ତୁମ ଜ୍ଞାନ ରୂପକ ନୌକା ଦ୍ୱାରା ନିଃସନ୍ଦେହ ସମ୍ପୂର୍ଣ୍ଣ ପାପ ସମୁଦ୍ରକୁ ଭଲ ଭାବରେ ପାର ହୋଇଯିବ। କାରଣ ହେ ଅର୍ଜୁନ, ପ୍ରଜ୍ୱଳିତ ଅଗ୍ନି ଯେପରି ଇନ୍ଧନ ସବୁ ଭସ୍ମୀଭୂତ କରିଦିଏ, ଜ୍ଞାନ ରୂପକ ଅଗ୍ନି ସେହିପରି ସମସ୍ତ କର୍ମ ଭସ୍ମୀଭୂତ କରିଦିଏ। ଏହି ସଂସାରରେ ଜ୍ଞାନ ସମାନ ପବିତ୍ରତା କାରକ ବସ୍ତୁ ନିଃସନ୍ଦେହ ଆଉ କିଛି ନାହିଁ। ଦୀର୍ଘ କାଳ ଧରି କର୍ମଯୋଗ ସାଧନା ଦ୍ୱାରା ଶୁଦ୍ଧାନ୍ତକରଣ ହୋଇଥିବା ମନୁଷ୍ୟ ଏହି ଜ୍ଞାନ ସ୍ୱତଃ ନିଜ ଆତ୍ମାରେ ପାଇପାରନ୍ତି। ଜିତେନ୍ଦ୍ରିୟ ସାଧନା ପରାୟଣ ଏବଂ ଶ୍ରଦ୍ଧାବାନ ପୁରୁଷ ଜ୍ଞାନ ପ୍ରାପ୍ତ ହୁଅନ୍ତି ତଥା ଜ୍ଞାନ ପ୍ରାପ୍ତ ହୋଇ ସେ ଅବିଳମ୍ବେ ତତ୍କାଳ ହିଁ ଭଗବତ୍ ପ୍ରାପ୍ତି ରୂପକ ପରମ ଶାନ୍ତି ପ୍ରାପ୍ତ ହୋଇଯାଆନ୍ତି। ବିବେକହୀନ ଶ୍ରଦ୍ଧା ରହିତ ଏବଂ ସଂସର୍ଗଯୁକ୍ତ ମନୁଷ୍ୟ ପରମାତ୍ମାରୁ ଅବଶ୍ୟ ଭ୍ରଷ୍ଟ ହୋଇଯାଇଥାଏ। ଏପରି ସଂସର୍ଗଯୁକ୍ତ ମନୁଷ୍ୟ ପାଇଁ ଇହଲୋକ ନାହିଁ କି ପରଲୋକ ନାହିଁ କି ସୁଖ ମଧ୍ୟ ନାହିଁ। ହେ ଧନଞ୍ଜୟ, ଯେ କର୍ମଯୋଗ ବିଧିରେ ସମସ୍ତ କର୍ମ ପରମାତ୍ମାଙ୍କ ଠାରୁ ଅର୍ପଣ କରିଦେଇଛନ୍ତି ଏବଂ ଯେ ବିବେକ ଦ୍ୱାରା ସମସ୍ତ ସଂଶୟ ନାଶ କରିଦେଇଛନ୍ତି, ସେପରି ବଶୀକୃତ ଅନ୍ତଃକରଣଯୁକ୍ତ ପୁରୁଷଙ୍କୁ କର୍ମମାନେ ବାନ୍ଧି ପାରନ୍ତି ନାହିଁ। ତେଣୁ ହେ ଭରତ ଶ୍ରେଷ୍ଠ ଶ୍ରୀୟ ଅର୍ଜୁନ, ତୁମେ ବିବେକାନନ୍ଦ ରୂପକ ତରବାରୀ ଦ୍ୱାରା ହୃଦୟରେ ରଖିଥିବା ନିଜର ଅଜ୍ଞାନ ଜନିତ ସଞ୍ଜୟ ଛେଦନ କରି ସମତ୍ୱ ରୂପକ କର୍ମ ଯୋଗରେ ସ୍ଥିତ ହୁଅ ଏବଂ ଯୁଦ୍ଧ ପାଇଁ ଠିଆ ହୁଅ। ଓଂ ତତ୍ସଦିତି ଶ୍ରୀମଦ୍ ଭାଗବତ ଗୀତା ସୁପନିଷଠୁ ବ୍ରହ୍ମ ବିଦ୍ୟାୟ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦେ ଜ୍ଞାନ କର୍ମ ସନ୍ନ୍ୟାସ ଯୋଗେ ନାମ ଚତୁର୍ଧ୍ୟାୟ ଶେଷ ହେଲା। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।